ସରକାରଙ୍କ ତରଫରୁ ଆସିଲା ବଡ଼ ଘୋଷଣା, ଯଦି ଫ୍ରି ରାସନ କାର୍ଡ଼ ନାହିଁ ତେବେ ଆଜି ହିଁ କରନ୍ତୁ ଆବେଦନ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। ବର୍ତ୍ତମାନ ଏଭଳି ଏକ ଫ୍ରି ଯୋଜନାକୁ ନେଇ ବଡ଼ ଅପଡେଟ୍ ଆସିଛି। ଯଦି ଆପଣ ଗରିବ ଶ୍ରେଣୀଭୁକ୍ତ କିନ୍ତୁ ଆପଣଙ୍କର ନାମ ରାସନ କାର୍ଡ଼ରୁ କାଟିଯାଇଛି ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆଜି ଆମେ ଆପଣଙ୍କୁ କିପରି ନାମ ଯୋଡ଼ିବେ ସେ ବିଷୟରେ କହିବାକୁ ଯାଉଛୁ। ଅନଲାଇନ୍ରେ ଆପଣ ଏଭଳି କାମ ଖୁବ୍ ସହଜରେ ରାସନ କାର୍ଡ଼ ଆବେଦନ କରିପାରିବେ। ଭାରତରେ ଆୟ ଆଧାରରେ ରାସନ କାର୍ଡ଼ ଜାରି କରାଯାଇଛି, ଯାହା 3 ପ୍ରକାର। ଗୋଟିଏ ହେଲା ଅନ୍ତର୍ଦୟ ଏବଂ ଅନ୍ୟଟି ହେଲା BPL ଏବଂ ଅନ୍ୟଟି ହେଲା APL। ଯେଉଁମାନଙ୍କର ଅନ୍ତର୍ଦୟ ଯୋଜନାର ରାସନ କାର୍ଡ଼ ରହିଛି ସେମାନଙ୍କୁ ପ୍ରତି ମାସରେ 35 କେଜି ରାସନ ଯୋଗାଇ ଦିଆଯାଉଛି ଏବଂ BPL ଧାରୀମାନଙ୍କୁ ମାସିକ 4 କେଜି ରାସନ ଦିଆଯାଉଛି ଏବଂ APL ମାନଙ୍କୁ ମାସିକ 5 କେଜି ରାସନ ଦିଆଯାଇପାରୁଛି। ତ ରାସନ କାର୍ଡ଼ରେ ନାମ ଯୋଡ଼ିବା ପାଇଁ ପ୍ରଥମେ ଏକ ପରିଚୟ ପ୍ରମାଣପତ୍ର ଯୋଗାଡ଼ କରନ୍ତୁ। ଏଥିପାଇଁ ପରିବାରର ମୁଖିଆଙ୍କ ନାମ ଆବଶ୍ୟକ ଏବଂ କେଉଁ ରାସନ କାର୍ଡ଼ ଆବେଦନ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ସ୍ଥିର କରିନିଅନ୍ତୁ। ତାପରେ ନିଜ ରାଜ୍ୟର କିମ୍ବା ଅଞ୍ଚଳରେ ଥିବା ଖାଦ୍ୟ ବିଭାଗ ଅଫିସକୁ ଯାଆନ୍ତୁ। ରାସନ କାର୍ଡ଼ରେ ପରିବାରଙ୍କ ସଦସ୍ୟଙ୍କ ନାମ ଯୋଡ଼ନ୍ତୁ। ଏହାପରେ କୌଣସି ଏକ CSC କେନ୍ଦ୍ରକୁ ଯାଇ ଆବେଦନ ଫର୍ମ ଭରନ୍ତୁ ଏବଂ ଭରିବାର କିଛି ଦିନ ମଧ୍ୟରେ ଆପଣଙ୍କ ରାସନ କାର୍ଡ଼ ଆପଣଙ୍କ ଘରେ ଉପଲବ୍ଧ ହେବ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ରାଜ୍ୟରେ କମିବ ଦିନ ତାପମାତ୍ରା, ବଢ଼ିବ ଶୀତ। ରାଜ୍ୟକୁ ପୁଣି ଫେରିବ ହାଡ଼ଭଙ୍ଗା ଶୀତ, କମିବ ଦିନର ତାପମାତ୍ରା, ବଢ଼ିବ ଶୀତ। ଉପାନ୍ତର ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ। ଘନ କୁହୁଡ଼ିର ଚାଦର ତଳେ ସାରା ଓଡ଼ିଶା। ଆଜି ପର୍ଯ୍ୟନ୍ତ ଅତି ଘନ କୁହୁଡ଼ି ନେଇ ସତର୍କତା ଜାରି କରିଥିଲା ପାଣିପାଗ ବିଭାଗ କେନ୍ଦ୍ର। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ମେଘଯୁକ୍ତ ଆକାଶ ରହିଥିବା ବେଳେ 2 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। 2 ଦିନ ପରେ ସ୍ୱାଭାବିକ ଠାରୁ 2 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ କିଛି ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଆସିଗଲା ଖୁସି ଖବର। ଆୟୁଷ୍ମାନ କାର୍ଡ଼ ପାଇଁ କିପରି କରିବେ ଆବେଦନ? ଏହିସବୁ ପ୍ରମାଣପତ୍ର ଜରୁରୀ, ନହେଲେ ରଦ୍ଦ ହେବ ଆୟୁଷ୍ମାନ କାର୍ଡ଼। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟଟି କ'ଣ ରହିଛି। 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମାର ଲାଭ ପାଇବାକୁ ହେଲେ ଲୋକଙ୍କ ପାଖରେ ଆୟୁଷ୍ମାନ କାର୍ଡ଼ ଥିବା ଆବଶ୍ୟକ। ଏହା ମଧ୍ୟରେ କାର୍ଡ଼ଧାରୀମାନେ ମାଗଣା ଚିକିତ୍ସା ପାଇପାରିବେ। ତଥାପି ଆୟୁଷ୍ମାନ କାର୍ଡ଼ 2024 ତିଆରି କରିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ ରହିବା ଜରୁରୀ। ଯଦି ଜଣେ ଯୋଗ୍ୟ ତେବେ ତାଙ୍କର ଆୟୁଷ୍ମାନ କାର୍ଡ଼ ତିଆରି କରାଯାଇପାରିବ। କାର୍ଡ଼ଧାରୀଙ୍କର ଚିକିତ୍ସା ସମୟରେ ହୋଇଥିବା ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତି। ଯଦି ଜଣଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ତେବେ ତାଙ୍କର ଆୟୁଷ୍ମାନ କାର୍ଡ଼ ତିଆରି ହୋଇପାରିବ, କିନ୍ତୁ ଏଥିପାଇଁ 3ଟି ଡକୁମେଣ୍ଟ ଆବଶ୍ୟକ। ସେଥିମଧ୍ୟରୁ ଗୋଟିଏ ନଥିଲେ ଆବେଦନ ରଦ୍ଦ ହୋଇପାରିବ। ଆୟୁଷ୍ମାନ କାର୍ଡ଼ ପାଇଁ ଆଧାର କାର୍ଡ଼, ରାସନ କାର୍ଡ଼ ଏବଂ ଠିକଣା ପ୍ରମାଣ ଆବଶ୍ୟକ। ଏହିସବୁ ବ୍ୟତୀତ ଆବେଦନକାରୀଙ୍କର ଏକ ସକ୍ରିୟ ଫୋନ୍ ନମ୍ବର ମଧ୍ୟ ରହିବା ଆବଶ୍ୟକ। ଯଦି ଏହି 4ଟି ଡକୁମେଣ୍ଟ ମଧ୍ୟରୁ କୌଣସିଟି ନାହିଁ ତେବେ ଆବେଦନ ରଦ୍ଦ ହେବାର ଆଶଙ୍କା ରହିଛି। ନିକଟତମ ଜନସେବା କେନ୍ଦ୍ର ପରିଦର୍ଶନ କରି ଆୟୁଷ୍ମାନ କାର୍ଡ଼ ପାଇଁ ଆବେଦନ କରାଯାଇପାରିବ। ଏହା ସହିତ ABHR ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରି ମଧ୍ୟ ଆବେଦନ କରିହେବ। ତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। 500 ନୁହେଁ ଏଣିକି ମାସକୁ ଭତ୍ତା 15,000 ଟଙ୍କା, ଲକ୍ଷ ଲକ୍ଷ ପେନ୍ସନ୍ ଭୋଗୀ ପାଇବେ ଲାଭ। ତ ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ବିଶେଷ କଥା ହେଉଛି ଯେଉଁ ପେନ୍ସନ୍ ଭୋଗୀମାନେ ମାସକୁ 500 ଟଙ୍କା ପେନ୍ସନ୍ ପାଉଥିଲେ ସେମାନେ ବର୍ତ୍ତମାନ ମାସିକ 15,000 ଟଙ୍କା ପାଇବେ। ସୂଚନା ଥାଉ କି ହିମାଚଳ ପ୍ରଦେଶର 2003 ମସିହାର ପୁରୁଣା ପେନ୍ସନ୍ ଯୋଜନା ବନ୍ଦ କରାଯାଇଥିଲା ଏବଂ ସେହି ସ୍ଥାନରେ ନୂତନ ପେନ୍ସନ୍ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। କିନ୍ତୁ ଗତ ବର୍ଷ କ୍ଷମତାକୁ ଆସିବା ପରେ କଂଗ୍ରେସ ସରକାର ପ୍ରତିଶ୍ରୁତି ପାଳନ କରି OPSCକୁ ପୁଣି ଲାଗୁ କରିଥିଲେ। ରାଜ୍ୟର ସୁଖବିନ୍ଦର ସିଂ ସୁଖୁ ସରକାର ପୁରୁଣା ପେନ୍ସନ୍ ଯୋଜନାକୁ କ୍ୟାବିନେଟ୍ରେ ଅନୁମୋଦନ କରିଛନ୍ତି, ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଆକାଉଣ୍ଟାଣ୍ଟ ଜେନେରାଲ ଅଫିସ ଦ୍ୱାରା ରାଜ୍ୟର 1,20,000 କର୍ମଚାରୀଙ୍କୁ GPF ନମ୍ବର ବି ପ୍ରଦାନ କରାଯାଇଛି। ପୁରୁଣା ପେନ୍ସନ୍ ଯୋଜନା ଲାଗୁ ହେବା ପରେ ଏବେ ରାଜ୍ୟରେ 800 କର୍ମଚାରୀ ମାସିକ 15,000 ଟଙ୍କା ପେନ୍ସନ୍ ପାଇବେ, ଯେତେବେଳେ କି ନୂଆ ପେନ୍ସନ୍ ସ୍କିମ୍ରେ ମାତ୍ର 150 ରୁ 500 ଟଙ୍କା ପାଉଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ମୋଟ 1,36,000 କର୍ମଚାରୀଙ୍କୁ GPF ନମ୍ବର ଦିଆଯିବ। ଏବେ ସୁଦ୍ଧା 1,20,000 କର୍ମଚାରୀଙ୍କୁ ଦିଆସାରିଥିବା ବେଳେ ଅବଶିଷ୍ଟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ପ୍ରଦାନ କରାଯିବ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। 20 ଟଙ୍କିଆ ନୋଟ୍ର ଦାମ ଜାଣିଲେ ଉଡ଼ିଯିବ ହୋସ୍, ହୋଇଯିବେ ଲକ୍ଷପତି। ସେୟାର ବଜାରରେ ଏମିତି ଅନେକ ୱେବସାଇଟ୍ ରହିଛି ଯେଉଁଠି ପୁରୁଣା ନୋଟ୍ କିମ୍ବା କଏନ୍ ବଦଳରେ ଲକ୍ଷ ଲକ୍ଷ ଟଙ୍କା ମିଳୁଛି। ଏ କ୍ଷେତ୍ରରେ ଏବେ 20 ଟଙ୍କିଆ ନୋଟ୍ର ଡିମାଣ୍ଡ ବଢ଼ିବାରେ ଲାଗିଛି, ଯାହା କୌଣସି ବ୍ୟକ୍ତିଙ୍କୁ ଲକ୍ଷପତି କରାଇ ଦେଇପାରେ। ତ ଚାଲନ୍ତୁ ଦେଖିନେବା 20 ଟଙ୍କିଆ ନୋଟ୍ର ଖାସ୍ କଥା। ଆନ୍ତର୍ଜାତୀୟ ବଜାରରେ 20 ଟଙ୍କିଆ ନୋଟ୍ର ଚାହିଦା ବୃଦ୍ଧି ହେବାରେ ଲାଗିଛି। ଏହାର ଲାଭ ଉଠାଇବା ପାଇଁ ଆପଣଙ୍କୁ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତର ପାଳନ କରିବାକୁ ହେବ। ଇସଲାମ ସମ୍ପ୍ରଦାୟରେ ନମ୍ବର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଭଳି ନମ୍ବର
ଥିବା ନୋଟ୍ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥାନ୍ତି ଲୋକେ। କିନ୍ତୁ ଏଭଳି ନୋଟ୍ରେ 786 ଲେଖା ଥିବା ଅନିବାର୍ଯ୍ୟ। ତା ଛଡ଼ା ନୋଟ୍ର ରଙ୍ଗ ଗୋଲାପୀ ହେବା ଆବଶ୍ୟକ। ଏଭଳି ନୋଟ୍ ଆପଣଙ୍କ ପାଖରେ ଥିଲେ ଭାଗ୍ୟ ଖୋଲିଗଲା ବୋଲି ଜାଣନ୍ତୁ। ଏଭଳି ନୋଟ୍ ବଦଳରେ ଆପଣଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ଟଙ୍କା ମିଳିପାରେ। ଅତି ସହଜରେ ଆପଣ ଅନଲାଇନ୍ରେ ଏହାକୁ ବିକ୍ରି କରିପାରିବେ। ତ କେମିତି ବିକିବେ ଚାଲନ୍ତୁ ଜାଣିନେବା। ବିଶ୍ୱ ବଜାରରେ ଆପଣ 20 ଟଙ୍କିଆ ନୋଟ୍ ବିକ୍ରି କରିବାକୁ ଚାହୁଁଥିଲେ ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏଥିପାଇଁ ପ୍ରଥମେ ଆପଣଙ୍କୁ କୁଇକର ୱେବସାଇଟ୍ରେ ନମ୍ବର ଲିଷ୍ଟ କରିବାକୁ ପଡ଼ିବ। ଏହାପରେ ନୋଟ୍ର ଫଟୋ ନେଇ ୱେବସାଇଟ୍ରେ ସେୟାର କରିବାକୁ ପଡ଼ିବ। ଏହାପରେ ନୋଟ୍ କିଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ଆପଣଙ୍କ ସହ ଯୋଡ଼ି ହେବେ ଏବଂ ଯୋଗାଯୋଗ କରି ଆପଣଙ୍କ ପାଖରୁ ନୋଟ୍ ନେଇପାରିବେ। ତ ସାରାଦିନ ଏହିପରି ବଛା ବଛା ଏବଂ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏବଂ ଆମ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଧନ୍ୟବାଦ।